ଆଉ ଟିକେ ପଛକୁ ବସନ୍ତୁ। ହସ୍ପିଟାଲରୁ ଡିସଚାର୍ଜ ହେଲା ବେଳେ ଡକ୍ଟର କ'ଣ କହିକି ଛାଡ଼ିଥିଲେ? ଫିଜିଓଥେରାପି କରିବାକୁ ପଡ଼ିବ ରେଗୁଲାର। ମନେ ନାହିଁ ଆପଣଙ୍କର ଜମା? ସେଇଟା ତ ମନେ ଅଛି କିନ୍ତୁ କୌଣସି କିନ୍ତୁ ନୁହେଁ ଶ୍ୟାମଳୀ। ଆପଣଙ୍କର ରେଗୁଲାର ଫିଜିଓଥେରାପି କରାଯିବ। ହସ୍ପିଟାଲରେ ଡକ୍ଟର ଯେତେବେଳେ ଭଲ ଭାବରେ କରୁଥିଲେ ମୁଁ ଦେଖିଦେଇଛି ଫିଜିଓଥେରାପି କେମିତି କରୁଥିଲେ। ମୁଁ କରିପାରିବି, ଦିଅନ୍ତୁ। ମୁଁ କରିଦେଉଛି। ସାର୍ ଆପଣ ହାତ ଦେବେନି, ପାଦରେ ହାତ ଦେବେନି। ପାଦରେ ହାତ ଦେବିନି ମାନେ? ପାଦରେ ହାତ ନ ଦେଇକି ଫିଜିଓଥେରାପିଟା କରିବି କେମିତି? ମୁଁ କ'ଣ ମ୍ୟାଜିକ୍ ହବ ନା କ'ଣ? ତା ବୋଲି କ'ଣ ଆପଣ ମୋ ପାଦରେ ହାତ ଦେବେ? ଭଲ ଲାଗିବନି। ନା ମୁଁ ନା ଗୋଟେ କଥା ଜମା ବୁଝିପାରୁନି। ମାନେ ଯୋଉ ଫିଜିଓଥେରାପି କରିବା ପାଇଁ ପିଲାଟି ଆସୁଥିଲା ସେ ତ ପାଦରେ ହାତ ଦେଇକି ଫିଜିଓଥେରାପି କରୁଥିଲା ଆପଣଙ୍କର ସେତେବେଳେ। କ'ଣ ହେଲା? ଚୁପିକି ଅଛନ୍ତି କ'ଣ ପାଇଁ? କୁହନ୍ତୁ, ସେତେବେଳେ କ'ଣ କରୁଥିଲେ ଆପଣ? ଆକ୍ଚୁଆଲି ମୁଁ କ'ଣ ବହୁତ ଅଧିକ ବଡ଼ ହେଇଯାଇଛି? ମୁଁ କ'ଣ ଏତିକି ଟିକେ ମତେ ମୋ କାମଟା କରିବାକୁ ଦିଅନ୍ତୁ ଆପଣ, ପ୍ଲିଜ ପ୍ଲିଜ। ସାର୍ ନା ସାର୍ ଆପଣ ପାଦରେ ହାତ ଦେବେନି ସାର୍, ମତେ ପାପ ଲାଗିବ। ଆରେ ହଉଛି କ'ଣ ଅଜବ କଥା। ଆଚ୍ଛା, ଯୋଉ ଫିଜିଓଥେରାପି କରିବା ପାଇଁ ଆସେ ପିଲାଟା ସେ ତ ସୁରୁଖୁରୁରେ କରେ, ତାକୁ ତ ଏମିତି ଆପଣ ଧରନ୍ତିନି, ମୁଣ୍ଡିଆ ମାରନ୍ତିନି, ମୋ ସାଙ୍ଗେ ଏମିତି କାହିଁ କରୁଛନ୍ତି? ଆଚ୍ଛା, ଆପଣଙ୍କୁ ତ ଦୌଡ଼ିବାକୁ ପଡ଼େ। ଆପଣଙ୍କର ତ ସ୍ୱପ୍ନ ଅଛି ଆଗରୁ ଯେମିତି ଆପଣ ଦୌଡୁଥିଲେ, ସବୁ ଘରର କାମ କରିଦଉଥିଲେ, ଘୁରୁଥିଲେ ସବୁଆଡେ, ସେଥିପାଇଁ ତ କରିବାକୁ ପଡ଼ିବ ଶ୍ୟାମଳୀ। ଆପଣ ଏବେ ଯାହା ବି କରୁଛନ୍ତି ସବୁ ମନୋବଳ ଦ୍ୱାରା କରୁଛନ୍ତି, କିନ୍ତୁ ପାଦର ଶକ୍ତି ନାହିଁ ଆପଣଙ୍କର। କିନ୍ତୁ ପାଦର ଶକ୍ତିଟା ବଢିବା ପାଇଁ ହେଲେ ଫିଜିଓଥେରାପି ଡେଲି କରିବା ପାଇଁ ପଡ଼ିବ। ଡକ୍ଟର କହିଛନ୍ତି ଆପଣଙ୍କ ପାଇଁ। ପ୍ଲିଜ ମତେ ଆଉ ଡିଷ୍ଟର୍ବ କରନ୍ତୁ। ପୁରା ଚୁପ୍ କରିକି ଏଠି ବସିବେ ଆପଣ।